ଗୋଟିଏ ଗାଁରେ ଗୋଟିଏ ବୃଦ୍ଧ କୃଷକଟିଏ ଥାଏ। ସେ ଏତେ ବୃଦ୍ଧ ହୋଇଯାଇଥାଏ କି କୌଣସି ବି ବିଲର କାମ କରିପାରୁନଥାଏ। ସେଥିପାଇଁ ସେ ସବୁଦିନ ଘରର ବାରଣ୍ଡାରେ ବସିଥାଏ। ଏବେ ସେ ବିଲକୁ ଯିବା କିମ୍ବା ଘରର ଯେକୌଣସି କାମ ବି କରିପାରୁନଥାଏ। ତାର ପୁତ୍ର ବିଲର ସବୁ କାମ କରେ ଏବଂ ଯେତେବେଳେ ଘରକୁ ଆସେ ତାର ବୃଦ୍ଧ ବାପାଙ୍କୁ ସବୁଦିନ ସେ ବାରଣ୍ଡାରେ ବସିଥିବା ଦେଖେ ଏବଂ ମନେ ମନେ ଭାବେ କି ଏମାନେ କିଛି ଆଉ କାମ କରିପାରିବେ ନାହିଁ, ଖାଲି ବସିଛନ୍ତି। ଦିନେ ସେହି ପୁତ୍ର ବିଲରୁ କାମ ସାରି ଘରକୁ ଆସୁଥାଏ। ସେ ଦିନେ ସେ ବହୁତ ପରିଶ୍ରମ କରିଥାଏ ଏବଂ ବହୁତ ଥକି ପଡ଼ିଥାଏ। ସେ ଯେମିତି ଘର ପାଖକୁ ଆସିଲା ସେ ଦେଖିଲା କି ତାର ବାପା ପୁଣି ସେ ବାରଣ୍ଡାରେ ବସିଛନ୍ତି। ସେ ଦୃଶ୍ୟ ଦେଖି ସେ ତାର ବୃଦ୍ଧ ବାପା ଉପରେ ବହୁତ କ୍ରୋଧିତ ହେଲା ଏବଂ ତାଙ୍କୁ ଏତେ କ୍ରୋଧ ଆସିଲା କି ଘରର ପଛପଟେ ପଡ଼ିଥିବା କିଛି କାଠକୁ ନେଇ ସେ ଗୋଟିଏ କାଠର ବାକ୍ସ ବନାଇଲା ଏବଂ ସେ ବାକ୍ସକୁ ତାର ବୃଦ୍ଧ ବାପା ପାଖକୁ ଆଣିଲା ଏବଂ କହିଲା କି ବାପା ଏ ବାକ୍ସରେ ଶୋଇପଡ଼। ତାର ବୃଦ୍ଧ ବାପା କିଛି ନ କହି ସେ ବାକ୍ସ ଭିତରେ ଚୁପଚାପ ଶୋଇପଡ଼ିଲା। ତାର ପୁତ୍ର ସେ ବାକ୍ସକୁ ବନ୍ଦ କଲା ଏବଂ ତାର ବିଲର ଶେଷ ମୁଣ୍ଡକୁ ନେଇ ଆସିଲା, ଯେଉଁଠାରେ ବହୁତ ବଡ଼ ପଥରଟିଏ ଥାଏ ଏବଂ ଗଭୀର ମଧ୍ୟ ଥାଏ। ସେ ଯେତେବେଳେ ସେ ବାକ୍ସକୁ ଉପରୁ ତଳକୁ ଫିଙ୍ଗିବାକୁ ଯାଉଥାଏ ସେ ଶୁଣିବାକୁ ପାଇଲା କି ସେ ବାକ୍ସ ଭିତରୁ ଶବ୍ଦଟିଏ ଆସୁଛି। ସେ ବାକ୍ସ ଖୋଲିଲା। ସେ ବୃଦ୍ଧ କୃଷକ ଏପର୍ଯ୍ୟନ୍ତ ଶାନ୍ତିରେ ଶୋଇଥାଏ। ସେ ବହୁତ ଦୁଃଖର ସହିତ ତାର ପୁତ୍ରକୁ କହିଲା କି ମୁଁ ଜାଣିଛି ମୋତେ ଏବେ ତୁ ଏ ପଥରୁ ତଳକୁ ଫିଙ୍ଗିଦେବୁ ମରିବା ପାଇଁ, କିନ୍ତୁ ମୁଁ କ'ଣ ତୋତେ ଗୋଟିଏ ଉପାୟ କହିବି? ତାର ପୁତ୍ର କହିଲା କେମିତି ଉପାୟ? ସେ ବୃଦ୍ଧ କୃଷକ କହିଲା ଯଦି ତୁ ମୋତେ ଏ ପଥର ଉପରୁ ତଳକୁ ଫିଙ୍ଗିବାକୁ ଚାହୁଁଛୁ ତ ଫିଙ୍ଗିପାରୁ, କିନ୍ତୁ ଏ ସୁନ୍ଦର ବାକ୍ସଟିକୁ ଭାଙ୍ଗିବୁ ନାହିଁ। ଏ ବାକ୍ସଟିକୁ ଯତ୍ନରେ ରଖିବୁ, କାହିଁକିନା ଗୋଟିଏ ଦିନ ଏମିତି ଆସିବ କି ତୋର ପୁତ୍ରକୁ ବି ତୋ ପାଇଁ ଏ ବାକ୍ସର ଆବଶ୍ୟକତା ପଡ଼ିବ। ଏବଂ ମୋର ଶେଷ କଥାଟିକୁ ସ୍ମରଣ ରଖିବୁ କି ଏ ଯୌବନ ଚିରଦିନ ପାଇଁ ନୁହେଁ। ଦିନେ ତୁ ବି ମୋ ପରି ବୃଦ୍ଧ ହେବୁ ଏବଂ ମୋ ଜାଗାରେ ତୁ ଥିବୁ, ତୋ ଜାଗାରେ ତୋ ପୁତ୍ର ଥିବ। ବନ୍ଧୁଗଣ, ଆମର ଜୀବନରେ ବି ଆମେ କେମିତି ମଣିଷ ଅଟୁ ତାହା ଆମର ଦେଖାଇବାରୁ ଅଧିକ ଏ କଥାରୁ ନିର୍ଣ୍ଣୟ ହୁଏ କି ଆମେ ସେ ଲୋକଙ୍କ ପାଖରେ କେମିତି ବ୍ୟବହାର କରୁ ଯାହା ପାଖରେ ଆମକୁ କିଛି ମିଳିନଥାଏ ଏବଂ ଆମେ ସେ ଲୋକଙ୍କୁ କେଉଁ ଦୃଷ୍ଟିରେ ଦେଖୁ ଯାହା ପାଖରେ ଆମର ଫାଇଦା ନଥାଏ। କ'ଣ ଆମେ ତାଙ୍କ ସାଥିରେ ବି ସେମିତି ବ୍ୟବହାର କରୁ ଯେମିତି ଆମେ ସେମାନଙ୍କ ସାଥିରେ କରୁ ଯାହାଠୁ ଆମକୁ ଫାଇଦା ମିଳିଥାଏ? କ'ଣ ଆମେ ସେ ଲୋକଙ୍କୁ ବି ସେତେ ଇଜ୍ଜତ ଦେଇଥାଉ ଯେମିତି ଆମେ ସେମାନଙ୍କୁ ଦେଉ ଯେଉଁ ଲୋକ ଆମର କାମରେ ଆସେ? ଏ କଥାଟିକୁ ଭଲ ଭାବେ ଭାବିବ ଏବଂ ପ୍ରୟାସ କରିବ କି ସବୁ ମଣିଷ ସାଥିରେ ପୁରା ଇଜ୍ଜତ ଏବଂ ଗରିମା ସାଥିରେ କଥା ହେବା ପାଇଁ।